ସାଙ୍ଗମାନେ ଆମେ ବାହାରିଲୁ ନୟାଗଡ଼। ମାନେ ନୟାଗଡ଼ରେ ଥିବା ଫତେଗଡ଼ର ରାମ ମନ୍ଦିର। ଆମ ଘରୁ ଆମେ ସ୍ୱାମୀ ସ୍ତ୍ରୀ 2 ଜଣ ଗଲୁ। ତାପରେ ଆମ ସମୁଦିଣୀ 2 ଜଣ ଯାକ ମଧ୍ୟ ଆମ ସାଙ୍ଗରେ ବି ଗଲେ। ଆମେ ତାଙ୍କୁ ତାଙ୍କ ଘରଠୁ ନେଲୁ ଆଉ ଆମେ ଆମ ଘରୁ ବାହାରିଲୁ, ତାଙ୍କୁ ତାଙ୍କ ଘରଠୁ ନେଇକିରି ସାଙ୍ଗ ହେଇକିରି ଆମେ 4 ଜଣ ଯାକ ଗଲୁ। ଫତେଗଡ଼ ଯିବା ରାସ୍ତାରେ ପଡ଼େ ଗୋଟେ ମନ୍ଦିର। ସେ ମନ୍ଦିରର ନାଁ ହେଉଛି ସିଂହନାଥ ମନ୍ଦିର। ଆଉ ଏଇ ମନ୍ଦିରଟା ମହାନଦୀର କୂଳରେ ହିଁ ଅବସ୍ଥିତ। ତା ପାଖରେ ଗୋଟେ ବ୍ରିଜ୍ ଅଛି, ଏଟାକୁ ଟି ବ୍ରିଜ୍ କହନ୍ତି। ଏଇ ଟି ବ୍ରିଜ୍ ଦେଇକିରି ସେଇ ମନ୍ଦିରକୁ ହିଁ ଯିବାକୁ ପଡ଼େ। ସେଇ ମନ୍ଦିରଟା ହେଉଛି ବହୁତ ପୁରୁଣା ମନ୍ଦିର। ମନ୍ଦିରର ପୂଜକ ଆମର ଟିକେ ଚିହ୍ନା ପରିଚୟ ଥିଲେ। ସିଏ ଆମ ପାଇଁ ବହୁତ ବଢ଼ିଆ ଭାବରେ ପୂଜା କରିଦେଲେ। ତାପରେ ଆମେ ମନ୍ଦିରର ଚାରିପଟରେ ଥିବା ଦେବାଦେବୀ ମାନଙ୍କର ଦର୍ଶନ ବି କଲୁ। ମନ୍ଦିରର ଚାରିପଟରେ ବହୁତ ଦେବାଦେବୀଙ୍କର ମୂର୍ତ୍ତି ବି କରାହେଇଛି। ଚତୁଃପାର୍ଶ୍ୱରେ ବି ବହୁତ ସୂର୍ଯ୍ୟଙ୍କର ଆଉ ଗଣେଶଙ୍କର ଏଇଭଳିଆ ସବୁ ମୂର୍ତ୍ତି କରାହେଇଛି। ଚତୁଃପାର୍ଶ୍ୱର ମୂର୍ତ୍ତି ଗୁଡ଼ିକ କରାହେଇଛି। ମୂର୍ତ୍ତି ଗୁଡ଼ିକ ପୂଜକ ଆମକୁ ବୁଲେଇ ଦେଖେଇ ଦେଲେ। ମନ୍ଦିର ଚାରିପାଖରେ ଯେତେ ମୂର୍ତ୍ତି ଅଛି ସବୁ ଆମକୁ ବୁଲେଇ ଦେଖିଲେ। ଆଉ ବି ମନ୍ଦିରର ଇତିହାସ ବିଷୟରେ ବି ଆମକୁ ବୁଝେଇକିରି କହିଲେ। ସବୁ ପ୍ରକାର ଆମକୁ ବୁଝେଇ ଦେଲେ। କେବେଠାରୁ ଅବସ୍ଥିତ, ଆକୁ କିଏ ସ୍ଥାପନ କରିଥିଲେ, ସବୁ ଆମକୁ ବୁଝେଇ ଦେଲେ। ତାପରେ ଦେଖନ୍ତୁ ଆମକୁ କିଭଳି ଭାବରେ ସେ ବୁଝେଇ ଦେଉଛନ୍ତି, ବୁଲେଇକିରି ଆମକୁ ବୁଝାଉଛନ୍ତି। ଏଇ ଦେଖନ୍ତୁ ଚତୁଃପାର୍ଶ୍ୱର ସବୁ ମୂର୍ତ୍ତି ଗୁଡ଼ିକ, କେତେ ମୂର୍ତ୍ତି ଚତୁଃପାର୍ଶ୍ୱରେ ହେଇଛି। ଆଉ ଏଇଟା ହେଉଛି ମନ୍ଦିରର ମୁଖ୍ୟ ଦ୍ୱାର। ଏଇ ଦେଖନ୍ତୁ ଏଇଟା ହେଉଛି ମନ୍ଦିରର ମୁଖ୍ୟ ଦ୍ୱାର। ଆମ ପାଇଁ କିନ୍ତୁ ପୂଜକ ବହୁତ ସୁନ୍ଦର ଭାବରେ ଆମ ପାଇଁ ପୂଜା କଲେ। ଆମେ ତଥାପି ମନ୍ଦିର ଦର୍ଶନ ସାରିକିରି ଅର୍ଦ୍ଧ ପରିକ୍ରମା ମଧ୍ୟ କଲୁ। କାରଣ ଶିବଙ୍କ ମନ୍ଦିରକୁ ଅର୍ଦ୍ଧ ପରିକ୍ରମା ହିଁ କରାଯାଏ, ପୁରା ପରିକ୍ରମା କରାଯାଏନି। ଗୁଡ଼େ ମନ୍ଦିର ଅଛି, ତାକୁ କେଉଁ ଠାକୁରଙ୍କର ଅର୍ଦ୍ଧ ପରିକ୍ରମା କରାଯାଏ, କେଉଁ ଠାକୁରଙ୍କର ପୁରା ପରିକ୍ରମା କରାଯାଏ। କିନ୍ତୁ ଶିବଙ୍କ ମନ୍ଦିରକୁ ଅର୍ଦ୍ଧ ପରିକ୍ରମା ହିଁ କରାଯାଏ। ସିଏ କିନ୍ତୁ ଆମକୁ ସେଠାରେ ଭୋଗ ଖାଇକିରି ଯିବା ପାଇଁ କହିଲେ। କିନ୍ତୁ ଯେହେତୁ ଆମେ ଫତେଗଡ଼ ଯିବାର ଥିଲା, ଆଉ ସେଠି କାଳେ ପହଡ଼ ପଡ଼ିଯିବ, ସେଥିପାଇଁ ଆମେ ଚିନ୍ତା କରି ଆଉ ସେଠି ଭୋଗ ଖାଇଲୁନି। କାରଣ ଆମର ଡେରି ହେଇଯିବ, ସେପଟେ ପହଡ଼ ପଡ଼ିଯିବ। ସେଥିପାଇଁ ଆମେ ଏଠି ଭୋଗ ବି ଆଉ ଖାଇପାରିଲୁନି। ତେଣୁ ଆମେ ସେଠୁ ବାହାରି ଆସିବୁ ବୋଲି ଭାବିଲୁ। ତାଙ୍କ ଅନୁରୋଧକୁ ଆମେ ରକ୍ଷା କରିପାରିଲୁନି। 12ଟା ବେଳକୁ ପ୍ରାୟ ଫତେଗଡ଼ ରାମ ମନ୍ଦିରର ପହଡ଼ ପଡ଼ିଯାଏ। ତେଣୁ ଆମର ସମୟ ଯେହେତୁ ହେଇଯାଉଥିଲା, ଆମେ ଆଉ ସେଠାରୁ ଭୋଗ ନ ଖାଇକିରି ଫେରି ଆସିବୁ ବୋଲି ଭାବିଲୁ। କିନ୍ତୁ ସେ ଆମକୁ ବହୁତ ଅନୁରୋଧ କରିଥିଲେ ଖାଇବା ପାଇଁ। ମନ ଦୁଃଖ ବି କଲେ, ଖାଇକିରି ଆସିଲୁନି, ସେଠାରୁ ଭୋଗ ନ ଖାଇକି ଆସିଥିବାରୁ ଆମେ ବହୁତ ମନ ବି ଦୁଃଖ କଲେ। ତାପରେ ଆମେ ମନ୍ଦିରର ଚତୁଃପାର୍ଶ୍ୱ ଦେଖନ୍ତୁ କେତେ ଗଛ। ଦେଖନ୍ତୁ ଏଇଠି ଚାରିପଟ ଯାକ, ମନ୍ଦିରର ଚାରିପଟ ଯାକ ବହୁତ ଗଛ ଥାଏ। ଆଉ ସେ ପରିବେଶଟା ବହୁତ ଶାନ୍ତ ଥିଲା। ଯେହେତୁ କୌଣସି ପର୍ବପର୍ବାଣି ନଥିଲା, ତେଣୁ ପରିବେଶ ବହୁତ ଶାନ୍ତ। ଚାରିପଟରେ ବୃକ୍ଷରାଜି ସେ ଅଞ୍ଚଳକୁ ଛାୟା ପ୍ରଦାନ କରୁଥାଏ। ତେଣୁ ଏତେ ସୁନ୍ଦର ଲାଗୁଥାଏ, ଆଉ ଏତେ ସୁନ୍ଦର ଶୀତଳ ପବନ, ଆଉ ମାନେ ସେଠାରୁ ଆସିବାକୁ ବି ଇଚ୍ଛା ହେଉନଥାଏ।
ତା ପାଖରେ ମଧ୍ୟ ମହାନଦୀ ପ୍ରବାହିତ ହେଉଥାଏ। ତେଣୁ ମହାନଦୀର ଶୀତଳ ପବନ ମନକୁ ଖୁବ୍ ଆନନ୍ଦିତ କରୁଥାଏ। ଆଉ ଯିଏ ବି ଯିବ ମୋତେ ଲାଗୁଛି ସେଠାରୁ ସହଜେ ଆସିବାକୁ କେବେ ବି ମନ କରିବନି, କାରଣ ସେଠି ବସିବାକୁ ଏତେ ବଢ଼ିଆ ଲାଗୁଥିଲା। ସେଠି ରହିବାକୁ ପବନ, ଶୀତଳ ପବନଟା ତ ଆହୁରି ଆନନ୍ଦଦାୟକ ଥିଲା। ଯେହେତୁ ନଦୀଟା ପାଖରେ ଅଛି ତେଣୁ ପବନଟା ବହୁତ ଥଣ୍ଡା। ଏ ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଏ ଜାଗାଟି। ଯେହେତୁ ପର୍ବପର୍ବାଣି ନାହିଁ ଟିକେ, ତେଣୁ ଏତେ ଗହଳି ନାହିଁ ମନ୍ଦିରରେ, ତେଣୁ ଆମେ ବହୁତ ସୁନ୍ଦର ଭାବରେ ଦର୍ଶନ କଲୁ। ଏଇ ଦେଖନ୍ତୁ ସେଇ ନଦୀ, ମହାନଦୀ। ଏଇପଟେ ନଦୀକୁ ଗୋଟେ ରାସ୍ତା ବି ଅଛି। ଏଇଠି ହେଲା ନଦୀ। ତା ପାଖରେ ଏଇଠି ପୂଜା ସାମଗ୍ରୀ ବିକ୍ରି ପାଇଁ ବହୁତ ଦୋକାନ ବି ରହିଛି। ଏଇଠୁ ଆମେ ଭୋଗ କିଣିକି ଚାହିଁଲେ ଲୋକମାନେ ନେଇପାରିବେ। ଯଦି ଭୋଗ ଆଣିନଥିବେ ଏଇଠାରୁ ହିଁ କିଣିକିରି ଭୋଗରାଗ ମନ୍ଦିରରେ ନେଇକିରି ଲଗେଇ ପାରିବେ। ଆମେ ତାପରେ ଏଇଠି ଦର୍ଶନ ସାରି ଆମେ ଫତେଗଡ଼ ଅଭିମୁଖେ ବାହାରିଲୁ। ଆଉ ଫତେଗଡ଼ ସେଠୁ ହେଉଛି ପ୍ରାୟ 17 କିଲୋମିଟର ଦୂର ହେବ। ଆଉ ଫତେଗଡ଼ ମନ୍ଦିରଟି ଗୋଟେ ପାହାଡ଼ ଉପରେ ହିଁ ଅବସ୍ଥିତ। ପାହାଡ଼ ଉପରେ 7-8ଟି ବାଙ୍କ ଦେଇକରି ଘାଟି ରାସ୍ତାରେ ଏଇ ମନ୍ଦିରକୁ ଯିବାକୁ ହୁଏ। ପୁରା ତୀଖ ତୀଖ ଘାଟି। ବର୍ତ୍ତମାନ ସୁଦ୍ଧା ବି ରାସ୍ତାଟା ଏତେ ଉନ୍ନତ କରାହେଇନି, ଟିକେ କଚ୍ଚା ରାସ୍ତା ଅଛି। ଚଳିଲା ଭଳିଆ ହେଇଛି ରାସ୍ତାଟା, କିନ୍ତୁ ଆହୁରି ଭଲ ରାସ୍ତା ହେବା ଦରକାର ଏଠିକି। ଯେହେତୁ ତୀଖ ତୀଖ ଘାଟି ଗୁଡ଼ାକ, ତେଣୁ ରାସ୍ତାଟା ଭଲ ହେଲେ ଗାଡ଼ି ଗୁଡ଼ିକ ସହଜରେ ବି ଯାଇପାରିବ। ସେଠାରେ ପହଞ୍ଚିଲା ବେଳକୁ 12ଟା ବାଜିଯାଇଥିଲା, ତେଣୁ ଠାକୁରଙ୍କ ପହଡ଼ ପଡ଼ିଯାଇଥିଲା। ସେଥିପାଇଁ ଆମେ ଭାବିଲୁ ଆଗ ପ୍ରସାଦ ସେବନଟା କରିନେବା, ତାପରେ ମନ୍ଦିର ଦର୍ଶନ କରିବା। କାରଣ ମନ୍ଦିର ପୁଣି ପହଡ଼ ଖୋଲିଲା ବେଳକୁ ଦିନ 2ଟା ବାଜିଯିବ। ସେଥିପାଇଁ ଠାକୁରଙ୍କର ପହଡ଼ ଖୋଲିବା ଭିତରେ ଭାବିଲୁ ଯେ ଆମେ ଏଠି ପ୍ରସାଦ ସେବନ କରିନେବା। ସେଥିପାଇଁ ଆମେ ସେଇ ସମୟ ଭିତରେ ପ୍ରସାଦ ସେବନ କରିନେଲୁ। ଯାହା କୁହନ୍ତୁ ପଛେ ସେଠାକାର ପ୍ରସାଦର ସ୍ୱାଦ କିନ୍ତୁ ନିଆରା। ଏତେ ସୁନ୍ଦର ଟେଷ୍ଟ, ମାନେ ଭାବି ବି ପାରିବେନି, ବହୁତ ବଢ଼ିଆ ଲାଗିଲା। ଆପଣମାନେ ଯଦି କେବେ ସେଠାକୁ ଯାଆନ୍ତି ତେବେ ନିଶ୍ଚୟ ପ୍ରସାଦ ସେବନ କରିବେ। ଏଇ ହେଉଛି ଦେଖନ୍ତୁ ରାମ ମନ୍ଦିର। ଏହି ମନ୍ଦିରକୁ ଆସିବା ପାଇଁ ପ୍ରାୟ ତଳୁ 70-80ଟା ପାହାଚ ଅତିକ୍ରମ କଲା ପରେ, ଏଇ ଦେଖନ୍ତୁ ସେଇ ପାହାଚ ଗୁଡ଼ିକ 70-80ଟି ପାହାଚ ଅତିକ୍ରମ କଲା ପରେ ଏଇ ମନ୍ଦିରକୁ ଆସିହେବ। ଏଇ ହେଉଛି ମନ୍ଦିର ଉପରୁ ସହରର ଦୃଶ୍ୟ। ଏଇ ଦେଖନ୍ତୁ। ଆଉ ମନ୍ଦିର ପରିସରଟି ମଧ୍ୟ ଦେଖନ୍ତୁ କେତେ ମନୋହର। ଦେଖନ୍ତୁ ମନ୍ଦିର ଚାରିପଟର ଦୃଶ୍ୟ କେତେ ସୁନ୍ଦର ମନୋହର। ଏଠି ପାନୀୟ ଜଳର ସୁବିଧା ଅଛି। ଯେହେତୁ ପ୍ରସାଦ ସେବନ ହେଉଛି, ତେଣୁ ପାନୀୟ ଜଳର ମଧ୍ୟ, ଆଉ ହାତ ଫାତ ଧୋଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଏଠି ମଧ୍ୟ କରାହେଇଛି। ଆମେ ମନ୍ଦିର ପାଖକୁ ଚାଲିଲୁ। ଏଇ ଦେଖନ୍ତୁ ମନ୍ଦିର ବର୍ତ୍ତମାନ ଯାକେ ବି ପହଡ଼ ପଡ଼ିଛି। ଯେହେତୁ ଏତେ ସମୟ ପହଡ଼ ପଡ଼ିକିରି ରହିଛି, 2ଟା ପରେ ମନ୍ଦିରଟି ଖୋଲିଲା। ଆଉ ଯେହେତୁ ମନ୍ଦିର ଭିତରେ ଫଟୋ ଉଠାଯାଇ ପାରିବନି, ତେଣୁ ମୁଁ ଆପଣମାନଙ୍କୁ ଠାକୁରଙ୍କ ଫଟୋ ଆପଣମାନଙ୍କୁ ମୁଁ ଦେଖାଇ ପାରୁନି। ମନ୍ଦିର ଭିତରକୁ ମୋବାଇଲରେ ଫଟୋ ଉଠାଇବା ମନା, ତେଣୁ ମୁଁ ଆପଣମାନଙ୍କୁ ଦେଖାଇ ପାରୁନି ଠାକୁରଙ୍କ ଫଟୋ, ମୂର୍ତ୍ତି ବି ଦେଖାଇ ପାରୁନି। ମନ୍ଦିରର ଭିତରର ଦୃଶ୍ୟ ମୁଁ ଆପଣଙ୍କୁ ଦେଖାଇ ପାରୁନି। ଆମେ କିନ୍ତୁ ଭଲରେ ଦର୍ଶନ ସାରି ଘରକୁ ଫେରିଲୁ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ରହୁଛି। ନମସ୍କାର। ଜୟ ଜଗନ୍ନାଥ।